ରିନି ମିନି ତମେ ମାନେ କ'ଣ ଜାଣିଛ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କର ପୂଜା କାହିଁକି କରାଯାଏ? ନାଇଁ ମା, ଆମେ ତ ଜାଣିନୁ। କାହିଁକି କରାଯାଏ ତମେ କୁହ ନା। ହଉ ଶୁଣ, ଆଜି ମୁଁ ତମ ଦୁଇ ଜଣଙ୍କୁ ମା ସରସ୍ୱତୀଙ୍କର କଥା କହିବି। ଏଇ କଥାଟି ସେତେବେଳର ଯେତେବେଳେ ବ୍ରହ୍ମଦେବ ନିଜର ଅପାର କ୍ଷମତା ଦ୍ୱାରା ଏଇ ପୃଥିବୀ ପୃଷ୍ଠରେ ଜୀବନ ସଞ୍ଚାର କରିଥିଲେ। ବ୍ରହ୍ମଦେବ ନିଜର ଶକ୍ତି ଦ୍ୱାରା ପାହାଡ଼, ଝରଣା, ଜଙ୍ଗଲ, ପଶୁ, ପକ୍ଷୀ, ମନୁଷ୍ୟ ଏପରି ବହୁତ ଜିନିଷ ସୃଷ୍ଟି କରିଥିଲେ। କିଛି ଦିନ ପରେ ବ୍ରହ୍ମଦେବ ନିଜେ ସୃଷ୍ଟି କରିଥିବା ଅଞ୍ଚଳକୁ ଦେଖିବା ପାଇଁ ପୃଥିବୀ ପୃଷ୍ଠକୁ ଆସିଲେ। ବ୍ରହ୍ମଦେବ ଦେଖିବାକୁ ପାଇଲେ ଯେ ପୃଥିବୀରେ ଚାରିଆଡ଼େ ସବୁକିଛି ଠିକ୍ ଅଛି, କିନ୍ତୁ ତଥାପି କୌଣସି ଜିନିଷର ଅଭାବ ଥିଲା ପରି ମନେ ହେଉଛି। କିଛି ତ ଅଛି ଯାହାର ଅଭାବ ରହିଛି। ତାପରେ ସେ ଉପଲବ୍ଧି କଲେ ଯେ ପୃଥିବୀରେ ଚାରିଆଡ଼େ ନିଃଶବ୍ଦତା ରହିଛି। କୌଣସି ଜିନିଷର କିଛି ବି ଶବ୍ଦ ନାହିଁ, କାହାରି କଣ୍ଠରେ ସ୍ୱର ନାହିଁ। ଏପରି ଏକ ସମସ୍ୟାର ସମାଧାନ କରିବା ପାଇଁ ବ୍ରହ୍ମଦେବ ପାଳନକର୍ତ୍ତା ପ୍ରଭୁ ନାରାୟଣଙ୍କ ପାଖକୁ ଗଲେ। ବ୍ରହ୍ମଦେବ ବୈକୁଣ୍ଠରେ ପହଞ୍ଚି ଏହି ସମସ୍ୟା ବିଷୟରେ ସମସ୍ତ କଥା ପ୍ରଭୁଙ୍କୁ ଜଣାଇଲେ। ସମସ୍ତ କଥା ଶୁଣିବା ପରେ ପ୍ରଭୁ ନାରାୟଣ କହିଲେ, ବ୍ରହ୍ମଦେବ, ଏହା ତ ଏକ ବିକଟ ସମସ୍ୟା। ହେଲେ ଏହାର ସମାଧାନ ପାଇଁ ଆମେମାନେ ଦେବୀ ଆଦି ଶକ୍ତିଙ୍କର ଆବାହନ କରିବା। ସେ ହିଁ ଏହାର ସମାଧାନ କରିପାରିବେ। ସମସ୍ତେ ମିଶି ଦେବୀ ଆଦି ଶକ୍ତିଙ୍କୁ ଆବାହନ କଲେ। ଦେବୀ ଆଦି ଶକ୍ତି ପ୍ରକଟ ହେଲେ। ଦେବୀଙ୍କୁ ବ୍ରହ୍ମଦେବ ସମସ୍ତ ସମସ୍ୟା ବିଷୟରେ କହିଲେ। ସମସ୍ତ ବିଷୟ ଶୁଣିବା ପରେ ଦେବୀ ଆଦି ଶକ୍ତି ନିଜ ଶରୀରରୁ ଏକ ଦିବ୍ୟ ଜ୍ୟୋତିକୁ ପ୍ରକଟ କଲେ। ଜଣେ ଦେବୀଙ୍କର ଆବିର୍ଭାବ ହେଲା। ସେହି ଦେବୀଙ୍କର 4ଟି ଭୁଜ ରହିଥିଲା। ଦେବୀଙ୍କର ହସ୍ତରେ ବୀଣା, ମାଳା ଓ ପୁସ୍ତକ ଆଦି ରହିଥିଲା। ଆଉ ଗୋଟିଏ ହସ୍ତ ବର ମୁଦ୍ରାରେ ରହିଥିଲା। ଦେବୀ ଶ୍ଵେତ ବସ୍ତ୍ର ପରିଧାନ କରିଥିଲେ। ଦେବୀଙ୍କ ମୁଖରୁ ଏକ ଦିବ୍ୟ ଆଭା ପ୍ରକଟିତ ହେଉଥିଲା। ସେ ଆଉ କେହି ନୁହେଁ, ସେ ଥିଲେ ମାତା ସରସ୍ୱତୀ। ତାଙ୍କର ବୀଣାର ଝଙ୍କାରରେ ହିଁ ସୃଷ୍ଟିର ଚତୁର୍ଦିଗରେ ସୁନ୍ଦର ସୁନ୍ଦର ସ୍ୱର ବିଚ୍ଛୁରିତ ହୋଇଗଲା। ମନୁଷ୍ୟ, ପଶୁ, ପକ୍ଷୀ ଏମିତିକି ବାୟୁ, ଝରଣାର ମଧ୍ୟ ଏକ ସୁନ୍ଦର ସ୍ୱର ରହିଥିଲା। ସେହି ଦିନଠାରୁ ଦେବୀ ସରସ୍ୱତୀ ହେଲେ ବ୍ରହ୍ମଦେବଙ୍କର ଶକ୍ତି। ପବିତ୍ର ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କର ଜନ୍ମ ହୋଇଥିବାରୁ ଏହି ଦିନ ତାଙ୍କୁ ବହୁତ ଆଡ଼ମ୍ବରର ସହିତ ପୂଜା ଆରାଧନା କରାଯାଏ। ଦେବୀ ସରସ୍ୱତୀ ହେଲେ ବିଦ୍ୟା, ସଙ୍ଗୀତ, ସ୍ୱରର ଦେବୀ। ତେଣୁ ବସନ୍ତ ପଞ୍ଚମୀ ଦିନ ଦେବୀଙ୍କର ସୁନ୍ଦର ମୂର୍ତ୍ତିଟିଏ ସ୍ଥାପନା କରି ପିଲାମାନେ ମାତା ସରସ୍ୱତୀଙ୍କର ପୂଜା କରନ୍ତି। ରିନି ମିନି, ଏଥର ବୁଝିଲ ତ ମାଙ୍କର ଆବିର୍ଭାବ କେମିତି ହୋଇଥିଲା? ହଁ ମା, ଆମେ ବୁଝିପାରିଲୁ। ରିନି ମିନି କୁହ, ମା ସରସ୍ୱତୀଙ୍କର ଜୟ। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆହୁରି ଏମିତି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀଟି ପୁରା ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।